ସମସ୍ତେ ଲାଇନରେ ବସି ଯାଆନ୍ତୁ, ସମସ୍ତଙ୍କୁ ଖାଇବା ମିଳିବ। ମନ୍ଦିର ପୂଜାରୀ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଏହି କଥା କହିବା ସମୟରେ ଏକ କାର୍ ଆସି ପହଞ୍ଚିଲା। ସେଥିରୁ କିଛି ଲୋକ ଓହ୍ଲେଇଲେ। ଆଜି ଥିଲା ଦ୍ୱିତୀୟ ରଜ, ତେଣୁ ପରିବାରର ସବୁ ଲୋକ ମନ୍ଦିରରେ ଠାକୁରଙ୍କ ଦର୍ଶନ କରି ସେଠାରେ ଥିବା ଗରିବଙ୍କୁ ଖାଇବା ଓ କମଳ ବାଣ୍ଟିଲେ। ସୀମା ପିଲାଙ୍କ ପାଇଁ ଅଲଗା ସ୍ୱେଟର ନେଇକି ଆସିଥିଲେ, ଆଉ ପିଲାଙ୍କୁ ଗୋଟିଏ ପାର୍ଶ୍ୱକୁ ନେଇ ଦେଉଥିଲେ। ପିଲାଙ୍କୁ ସ୍ୱେଟର ବାଣ୍ଟିବା ସରିଗଲା ପରେ ସେ ନିଜ ପରିବାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ପାଖକୁ ଆସି ଗରିବଙ୍କୁ ଖାଇବା ବାଣ୍ଟୁଥିଲେ। ଆଉ ବାଣ୍ଟି ବାଣ୍ଟି ଶେଷରେ ଜଣେ ଗରିବଙ୍କ ପାଖରେ ପହଞ୍ଚିଲେ। ଆଉ ଯେତେବେଳେ ତାଙ୍କୁ ଦେଖିଛନ୍ତି ଟିକେ ଚମକି ପଡ଼ିଲେ। କାହିଁକି କେଜାଣି ତାଙ୍କୁ ସେ ଲୋକ ଜଣକ ଚିହ୍ନା ଚିହ୍ନା ଲାଗିଲେ। ସେ ବୁଢ଼ା ଲୋକ ଜଣକ ମୁଣ୍ଡ ତଳକୁ କରି ବସିଥିଲେ। ଛିଣ୍ଡା ଚପଲ, ଚିରାଫଟା ସାର୍ଟ ପିନ୍ଧି ସେ ଥରୁଥିଲେ। ସୀମା ଯେତେବେଳେ ସେ ବୁଢ଼ା ଲୋକଙ୍କୁ ନିରୀକ୍ଷେଇ ଦେଖିଲେ, ତାଙ୍କର ହୋସ୍ ଉଡ଼ିଗଲା। ଆଖି ବଡ଼ ବଡ଼ ହୋଇଗଲା। ହାତରେ ଧରିଥିବା ସବୁ ଜିନିଷ ତଳକୁ ଖସି ପଡ଼ିଲା। ତଳେ ପଡ଼ିଥିବା ଜିନିଷକୁ ଦେଖି ସେ ବୁଢ଼ା ଲୋକ ଜଣକ କହିଲେ କି, ଝିଅ, ମୁଁ ଏସବୁ ନେଇଯିବି? ବହୁତ ଜୋରରେ ଶୀତ ହେଉଛି ଝିଅ, ଜମାରୁ ବି ସହି ହେଉନି। ତୁ ମୋତେ ଖାଇବାକୁ ନ ଦେ ପଛେ, ହେଲେ କମଳ ଖଣ୍ଡିଏ ମୋତେ ଦେ। ସେ ବୁଢ଼ା ଲୋକର କଥା ଶୁଣି ସୀମାଙ୍କ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ଆସିଲା। ତାଙ୍କୁ ଜାବୁଡ଼ି ଧରି କହିଲେ କି, ବାପା, ତମେ କ'ଣ ମୋତେ ଚିହ୍ନି ପାରୁନ? ମୁଁ ତମ ଝିଅ। ତମେ ପୁଣି ଏଠି, ଆଉ ଏମିତି ପରିସ୍ଥିତିରେ? ସେ ବୁଢ଼ା ଲୋକ ଜଣକ ସୀମାଙ୍କ କଥା ତ ଶୁଣୁଥିଲେ, ହେଲେ କିଛି ବୁଝିପାରୁନଥିଲେ। ଆଉ ବାପା ଡାକ ଶୁଣି ତାଙ୍କୁ ଜଳ ଜଳ କରି ଅନଉଥିଲେ। ସେତେବେଳେ ମନ୍ଦିର ପୂଜାରୀ ଆସି ସୀମାଙ୍କୁ ପଚାରିଲେ କି, ଆପଣ କ'ଣ ତାଙ୍କୁ ଜାଣିଛନ୍ତି କି? ସୀମା ତୁରନ୍ତ କହିଲେ କି, ହଁ, ସିଏ ମୋ ବାପା ଶରତ ଚନ୍ଦ୍ର ଶତପଥୀ। ସେଠୁ ପୂଜାରୀ କହିଲେ କି, ଝିଅ, ଇଏ କେଉଁଠୁ ଆସିଲେ ସେ ନିଜେ ବି କହିପାରୁନାହାନ୍ତି। ବାସ୍ ଗୋଟିଏ ଦିନ ତାଙ୍କୁ କିଏ ଏଠାରେ ବସେଇ ଦେଇ ପଳେଇଲେ। ସେବେଠୁ ସେ ମନ୍ଦିର ବାହାରେ ରହି ଆସୁଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା, ତାଙ୍କୁ ତାଙ୍କ ଅତୀତ କିଛି ବି ମନେ ନାହିଁ। କିନ୍ତୁ ତମେ କହୁଛ କି ସେ ତମ ବାପା? ହେଲେ ତାଙ୍କ ହାଲାତ ଏମିତି କେମିତି ହେଲା, କିଛି ବୁଝି ହେଉନି। ସୀମା କହିଲେ କି, ନନା, ଆଜି ହେଉଛି ଦ୍ୱିତୀୟ ରଜ, ଆଉ ବର୍ଷକ ପୂର୍ବରୁ ଠିକ୍ ଏହି ଦିନ ମୋ ବାପାଙ୍କୁ ମୋ ଭାଇ ସମୀର ନିଜ ସାଥିରେ ଆମେରିକା ନେଇଯାଇଥିଲେ। ଆଉ ସେବେଠୁ ପ୍ରତିଦିନ ମୁଁ ତାଙ୍କ ସହିତ ଫୋନରେ କଥା ହେଉଛି। ହେଲେ ଆଜି ତାଙ୍କୁ ଏଠାରେ ଦେଖିକି ମୁଁ ବି ଆଶ୍ଚର୍ଯ୍ୟ ଯେ ସେ ଏଠିକୁ କେମିତି ଆସିଲେ, ଆଉ ପୁଣି ଏମିତି ହାଲତରେ। ମୁଁ ନିଜେ ବି ଜାଣିପାରୁନି। ଦୁଇଟି କଥା ହେଇଥିବ ବୋଧେ। ବାପାଙ୍କୁ ଭାଇ ଛାଡ଼ି ଦେଇଥିବେ, ନହେଲେ ବାପା ନିଜେ ପଳେଇ ଆସିଥିବେ। ହେଲେ ଏବେ ତାଙ୍କୁ କିଛି ମନେ ନାହିଁ, ତେଣୁ ମୁଁ କେମିତି ଜାଣିବି କ'ଣ ହେଇଛି ବୋଲି? ଅପେକ୍ଷା କରନ୍ତୁ, ମୁଁ ଭାଇ ସହିତ କଥା ହେଉଛି ସାଙ୍ଗେ ସାଙ୍ଗେ। ସେଠୁ ତୁରନ୍ତ ନିଜ ଭାଇଙ୍କୁ ଫୋନ୍ ଲଗେଇଲେ ସୀମା। ସମୀର ଫୋନ୍ ଉଠେଇଲେ। ସୀମା ହାଲଚାଲ ପଚାରିବା ପରେ କହିଲେ କି, ତୋ ଭାଉଜ ସହିତ ସପିଂ ବାହାରିଛି। ଆଉ ତୁ କହ, ଆଜି ତ ତୋର ପୂଜାର୍ଚ୍ଚନା ଯଜ୍ଞ ଥିଲା, କ'ଣ ହେଲା? ସୀମା କହିଲେ, ହଁ, ଏବେ ଚାଲିଛି। ଭାଇ, ଟିକେ ବାପାଙ୍କୁ ଫୋନ୍ ଦିଅ ତ। ତାଙ୍କୁ ପୂଜାପାଠ ବହୁତ ପସନ୍ଦ। ସିଧା ଭିଡ଼ିଓ କଲ୍ରେ ତାଙ୍କୁ ପୂଜା ଦେଖେଇବି। ହଉ, ଅପେକ୍ଷା କର କହି ସମୀର ବାପାଙ୍କୁ ଫୋନ୍ ଦେଲେ। ଆଉ ସେପଟୁ ପୁରା ସୀମାଙ୍କ ବାପାଙ୍କର ସ୍ୱର ଶୁଭିଲା। ଆଉ ସେ କହୁଥିଲେ କି, ହଁ ଝିଅ, କହ। ଆଜି ମୋ ଦେହ ଜମା ଭଲ ଲାଗୁନି। ମୁଁ ଔଷଧ ଖାଇକି ଶୋଇଛି। ଆଉ କେବେ ଭିଡ଼ିଓ କଲ୍ କରିବୁ? ଏହାପରେ ସମୀର ଫୋନ୍ ଧରି କହିଲେ କି, ସୀମା, ବାପା ଏଠାରେ ଥଣ୍ଡା ସହିପାରୁନାହାନ୍ତି। ଏଥିପାଇଁ ସେ ଟିକିଏ ଅସୁସ୍ଥ ହୋଇଯାଇଛନ୍ତି। ତେଣୁ ତୁ ଆଉ କେବେ କଥା ହୋଇଯିବୁ। ଭାଇଙ୍କ ଏମିତି କଥାରେ ସୀମାଙ୍କ ମନରେ ସନ୍ଦେହ ହେଲା। ଭାବିଲେ, ଯେତେବେଳେ ବାପା ମୋ ସାମ୍ନାରେ ବସିଛନ୍ତି, ପୁଣି ବାପାଙ୍କ ସ୍ୱର ଆମେରିକାରୁ କେମିତି ଶୁଭିଲା? ସେତେବେଳେ ମନେ ପଡ଼ିଲା କି ଯେବେଠୁ ବାପା ଆମେରିକା ଯାଇଛନ୍ତି, ସେବେଠୁ ଭାଇ ଭିଡ଼ିଓ କଲ୍ରେ ଜମା ବି ଆସୁନାହାନ୍ତି। ବାସ୍ କଥା ହେଇକି ରଖିଦେଉଛନ୍ତି। ଯେବେ ବି ମୁଁ ଭିଡ଼ିଓ କଲ୍ କରିବା ପାଇଁ କହୁଛି, କିଛି ବି ବାହାନା କରିଦେଉଛନ୍ତି। ହେଲେ ଏସବୁ କ'ଣ ଚାଲିଛି? ସୀମା ଆଉ କିଛି ବି ବୁଝିପାରୁନଥିଲେ। ଏହାପରେ ସେ ବାପା ଶରତକୁ ନେଇ ନିଜ ଘରକୁ ପଳେଇଲେ। ଘରେ ପହଞ୍ଚି ନିଜ ସ୍ୱାମୀ ଅମିତକୁ କହିଲେ, ବାପାଙ୍କ ସହିତ କ'ଣ ହୋଇଛି କେଜାଣି, ସେ କାହିଁକି ମୋତେ ଚିହ୍ନି ପାରୁନାହାନ୍ତି। ଆଉ ସେପଟେ ଭାଇ କେଜାଣି କାହା ସହିତ କଥା କରୁଛନ୍ତି,
ଯାହାର ସ୍ୱର ଠିକ୍ ବାପାଙ୍କ ସ୍ୱର ପରି। ସେଠୁ ଅମିତ କହିଲେ କି ସୀମା, ତମକୁ ପୁରା ବିଶ୍ୱାସ ଅଛି କି ଇଏ ତମ ବାପା ବୋଲି? କାହିଁକି କହୁଛି କି ସେ ନା ତମକୁ ଚିହ୍ନି ପାରୁଛନ୍ତି ନା ନିଜ ଅତୀତ ବିଷୟରେ ତାଙ୍କର କିଛି ମନେ ଅଛି। କାଳେ ଇଏ ଆଉ ତମ ବାପାଙ୍କ ଚେହେରା ସହିତ ମିଶୁଥିବା ଆଉ ଅଲଗା ଲୋକ ନୁହନ୍ତି ତ? ସେଠୁ ସୀମା କହିଲେ କି ତମେ ଏମିତି କ'ଣ କହୁଛ? ଇଏ ହିଁ ମୋ ବାପା। ସେ ଡୁପ୍ଲିକେଟ୍ ଲୋକ କଥା ଫିଲ୍ମରେ ଥାଏ, ଅସଲ ଜୀବନରେ ନୁହେଁ। ଆଉ ମୁଁ ମୋ ବାପାଙ୍କୁ କେମିତି ଚିହ୍ନି ପାରିବିନି? ବୋଧେ କିଛି ବଡ଼ ଷଡ଼ଯନ୍ତ୍ର ହୋଇଛି ମୋ ବାପାଙ୍କ ସହିତ। କିନ୍ତୁ କେମିତି ଜଣାପଡ଼ିବ? ଭାଇ ତ ଏତେ ଦୂରରେ, ଆଉ ଫୋନରେ ବି ସତ କଥା କିଛି ଜଣାପଡ଼ୁନି। ବାପା ବି ସବୁ ଭୁଲି ଯାଇଛନ୍ତି। ସତ ମାଲୁମ କେମିତି କରିବି? ସେଠୁ ଅମିତ କହିଲେ କି ଠିକ୍ ଅଛି, ଆଗ ଆମେ ବାପାଙ୍କ ଚିକିତ୍ସା କରେଇବା, ଆଉ ତାପରେ ସବୁ ମାଲୁମ କରିବା ପାଇଁ ଚେଷ୍ଟା କରିବା। ଯଦି ବାପା ଠିକ୍ ହୋଇଗଲେ ତାହେଲେ ସେ ନିଜ ସବୁ କଥା କହିବେ। ସୀମା ନିଜ ବାପାଙ୍କ ଗୋଡ଼ ତଳେ ବସି ପଡ଼ିଲେ ଆଉ କାନ୍ଦି କାନ୍ଦି କହିଲେ କି ବାପା, କ'ଣ ତମର କିଛି ମନେ ନାହିଁ? ଆମକୁ କେମିତି ଭୁଲି ପାରିବ ତମେ? ମୁଁ ତମର ଜୀବନ ଥିଲି ପରା। କିଛି ତ ମନେ ପକାଅ। ତମେ ଏମିତି କିଛି ବି ଭୁଲି ପାରିବନି। ଶରତ ବାବୁ କହିଲେ କି ଝିଅ, ତୁ କିଏ? ସତରେ ମୋର କିଛି ମନେ ପଡ଼ୁନି, କିନ୍ତୁ ତୁ ଯେଉଁ ଗରିବଙ୍କୁ ଦାନ ଦେଉଥିଲୁ ସେଇଟା ବଡ଼ ପୁଣ୍ୟର କାମ। ତୁ ଜାଣିଛୁ ଝିଅ, ରାତି ହେଲେ ସେ ଛୋଟ ଛୋଟ ଅନାଥ ପିଲା ଗୁଡ଼ାକ ଶୀତ ପାଇଁ କେତେ କଷ୍ଟ ସହୁଛନ୍ତି। ରାତି ହେଲେ ତ କାନ୍ଦୁଛନ୍ତି, ହେଲେ ଆଜି ସେମାନେ ଟିକେ ଶାନ୍ତିରେ ଶୋଇବେ। ଭଗବାନ ତୋର ମଙ୍ଗଳ କରନ୍ତୁ। ଶରତ ବାବୁ ଥର ଥର ହାତରେ ସୀମାଙ୍କୁ ଆଶୀର୍ବାଦ କରୁଥିଲେ। ସେଠୁ ସୀମା କହିଲେ କି ବାପା, ଏସବୁ ତ ତମେ ଆମକୁ ଶିଖେଇଛ। ଯେତେବେଳେ ତମେ ସମର୍ଥ ହୋଇଯିବ ଅସହାୟକୁ ନିଶ୍ଚୟ ସାହାଯ୍ୟ କରିବ। କାହିଁକି ନା ଭଗବାନ ଯେତିକି ଆମକୁ ଦେଉଛନ୍ତି ବୋଧେ ସେତିକି ଆଉ କାହାର ସ୍ୱପ୍ନ ଥିବ। ବାପା, ଯଦି ବି ତମେ ଏସବୁ ଭୁଲି ଯାଇଛ, କିନ୍ତୁ ମୋର ସବୁ ମନେ ଅଛି। ଆଉ ତମର ଏ ଝିଅ ତମର ସାହାଯ୍ୟ ନିଶ୍ଚୟ କରିବ। ପରଦିନ ସୀମା ଆଉ ଅମିତ ଶରତ ବାବୁଙ୍କୁ ଡାକ୍ତରଖାନା ନେଇଗଲେ। ଆଉ ସବୁ ଚେକ୍ କରିବା ପରେ ଡାକ୍ତର କହିଲେ କି ବୋଧେ ୟାଙ୍କ ସହିତ କିଛି ବଡ଼ ଅଘଟଣ ଘଟିଛି। ସେଥିପାଇଁ ତାଙ୍କ ସ୍ମୃତି ଶକ୍ତି ପଳେଇଛି। ଏମିତିରେ ତାଙ୍କ ସ୍ମୃତି ଶକ୍ତି ଫେରାଇ ଆଣିବା ବଡ଼ କଷ୍ଟ। ହେଲେ କେବେ କେବେ ଯଦି ସେଇ ଘଟଣା ତାଙ୍କ ଆଗରେ ଦ୍ୱିତୀୟ ଥର ଘଟେ ତାହେଲେ ତାଙ୍କ ସ୍ମୃତି ଶକ୍ତି ଫେରିପାରେ। କିନ୍ତୁ ଏବେ କିଛି କହିହେବ ନାହିଁ। ମୋତେ କିଛି ପରୀକ୍ଷା କରିବାକୁ ପଡ଼ିବ, ପୁଣି ତାଙ୍କର ଅବସ୍ଥା କେମିତି ଅଛି ଭଲରେ କହିହେବ। ଏସବୁ ଶୁଣିକି ସୀମାଙ୍କ ମନରେ ପୁରା ଦୁଃଖ ଭରିଗଲା। ଆଉ ସ୍ୱାମୀଙ୍କୁ କହିଲେ କି ଆଗରୁ କେବେ ବି ମୁଁ ନିଜକୁ ଏତେ ଅସହାୟ ମନେ କରିନାହିଁ। ମୁଁ ବୁଝିପାରୁଛି କି ବାପାଙ୍କ ସହିତ କିଛି ନା କିଛି ଖରାପ ହୋଇଛି, କିନ୍ତୁ ମୁଁ କିଛି କରିପାରୁନି। କ'ଣ କଲେ ବାପା ଠିକ୍ ହୋଇଯିବେ କେଜାଣି? ଆଉ ସେ ଠିକ୍ ହୋଇଗଲେ ସବୁ କିଛି ଜଣାପଡ଼ିଯାଆନ୍ତା। ଅମିତ କହିଲେ କି ଦେଖ ସୀମା, ଡାକ୍ତରଙ୍କ କହିବା ଅନୁସାରେ ସେମିତି ଘଟଣା ଘଟିଲେ ବାପାଙ୍କର ସ୍ମୃତିଶକ୍ତି ଫେରିଆସିବ। କିନ୍ତୁ ଯେତେବେଳେ ଯାଏଁ ଜଣା ନ ପଡ଼ିବ ଯେ ବାପାଙ୍କ ଅବସ୍ଥା କେଉଁ କାରଣରୁ ହୋଇଛି, ଆମେ କେମିତି ତାଙ୍କୁ ସେଇଟା ଦେଖେଇ ପାରିବା? ଏବେ ଗୋଟିଏ ରାସ୍ତା ଅଛି, ସେଇଟା ହେଲା କି ସମୀର ଭାଇ ସବୁ କିଛି କହିପାରିବେ। କିନ୍ତୁ ଭାଇ ତ ଏତେ ଦିନରୁ ମିଛ କହି ଆସୁଛନ୍ତି, ତେଣୁ ଏବେ କାହିଁକି ସେ ସତ କହିବେ? ମୁଁ ତ ଭାବିକି ଡରିଯାଇଛି କି ଭାଇ ପ୍ରାୟ 1 ବର୍ଷ ହେଲା ଆମେରିକା ଯିବା ପରଠାରୁ ବାପା ଏମିତି ହାଲତରେ ଜିଉଛନ୍ତି। ଶୀତ, ଗରମ, ବର୍ଷା ଦିନରେ ବି କଷ୍ଟ ସହି ଆସୁଛନ୍ତି। ଆଉ ମୁଁ ବୋକି ଦୂରରେ ରହି ଏକଥା ଭାବୁଛି ଯେ ବାପା ଆମେରିକାରେ ଭଲରେ ଅଛନ୍ତି। କାହିଁକି ମୋ ମୁଣ୍ଡରେ ଗୋଟିଏ ଥର ପାଇଁ ବି ପଶିଲାନି ଯେ ବାପାଙ୍କୁ ଥରେ ବି ଭିଡ଼ିଓ କଲ୍ରେ ଦେଖାଉନାହାନ୍ତି କାହିଁକି ଭାଇ? ସେଠୁ ଅମିତ କହିଲେ କି ମୁଁ ବୁଝିପାରୁଛି ସୀମା ଯେ ତମକୁ କ'ଣ ଲାଗୁଥିବ, କିନ୍ତୁ ଭାବିବାର ସମୟ ଆଉ ନାହିଁ। ଏବେ କିଛି କରିବାର ସମୟ। ସମୀର ଭାଇ ତ କେବେ ସତ କହିବେନି, ଆଉ ଯଦି ତାଙ୍କୁ ବାପାଙ୍କ କଥା ଜଣାପଡ଼ିବ ତାହେଲେ ସେ କେବେ ବି ଦେଶକୁ ଫେରିବେନି। ତେଣୁ ତାଙ୍କୁ ଆମେ ଯୋଜନା କରି ଡାକିବାକୁ ପଡ଼ିବ। ଆଉ ଗୋଟିଏ କଥାରେ ହିଁ ସେଠାକୁ ଆସିବେ, ଆଉ ସେଇଟା ହେଲା ଟଙ୍କା। ତମେ ଭାଇଙ୍କୁ କୁହ ଯେ ବାପାଙ୍କ ପଲିସି ମ୍ୟାଚୁରିଟି ପାଇଯାଇଛି, ପୁରା 1 କୋଟି ଟଙ୍କା ମିଳିବ। ଆଉ ବାପା ଏଠାକୁ ଆସି ଦସ୍ତଖତ କରିବା ପରେ ହିଁ ମିଳିବ। ତାଙ୍କର ସନ୍ଦେହ ନ ହେବା ପାଇଁ କହିବ କି ବାପାଙ୍କୁ ପଚାର ଟିକେ କି ତାଙ୍କର ଏମିତି କିଛି ପଲିସି ଥିଲା କି, ଆଉ ସେ ମୋ ଘରର ଠିକଣା ଦେଇଥିଲେ। ଏକଥା ପରେ ସେ ନିଶ୍ଚୟ କିଛି ବାହାନା କରିବେ, ନହେଲେ କହିବେ ବାପା ହଁ କଲେ ବୋଲି।
ଟଙ୍କା କଥା ଶୁଣି ସେ ନିଶ୍ଚୟ ଆସିବେ, ଆଉ ସେତେବେଳେ ଆମେ ତାଙ୍କୁ ଧରି ପକେଇବା। ସେ ଆସିଲେ ଆଗ ଦେଖିବା ଯେ ସେ ବାପାଙ୍କୁ ସାଥିରେ ଆଣିଛନ୍ତି କି ନା ଆଉ ସେ କ'ଣ ବାହାନା କରୁଛନ୍ତି। ସେତେବେଳେ ଯାଏଁ ବାପାଙ୍କୁ କେଉଁଠି ଲୁଚେଇ ଦେବା। ସେ ରାତିରେ ଶରତ ବାବୁ ଯେତେବେଳେ ଶୋଇଥିଲେ ନିଦରେ ଜୋର ଜୋର ଚିଲେଇ କହୁଥିଲେ ଯେ, ପୁଅ ମୁଁ ତାକୁ ମାରିନି, ତୁ ମୋର ବିଶ୍ୱାସ କର। ସୀମା ବାପାଙ୍କ ରୁମ୍ରେ ଶୋଇଥିଲେ, ଆଉ ବାପାଙ୍କ ଚିଲେଇବା ଶୁଣି ଉଠି ପଡ଼ିଲେ। ଭାବିଲେ ବୋଧେ ନିଦରେ ବାପା ସେଇ ଘଟଣାକୁ ମନେ ପକେଇ ଚିଲଉଛନ୍ତି। ତେଣୁ ସେ ଭଲରେ ଶୁଣିଲେ, ଯାହାଫଳରେ କିଛିଟା କଥା ଜଣା ପଡ଼ିଯିବ। କିନ୍ତୁ ଶରତ ବାବୁ ସେତିକି ଶବ୍ଦ ବ୍ୟତୀତ ଆଉ କିଛି କହିଲେନି, ଆଉ ଶାନ୍ତ ହୋଇ ପୁଣି ଶୋଇପଡ଼ିଲେ। ପରଦିନ ସୀମା ଭାଇ ସମୀରକୁ ସେହି କଥା କହିଲେ ଯାହାକି ଅମିତ ତାଙ୍କୁ କହିବା ପାଇଁ କହିଥିଲେ। କଥା ହେବା ପରେ ପୁଣି ଥରେ କହିଲେ କି ଭାଇ ବାପାଙ୍କୁ ଟିକେ ଫୋନ୍ ଦିଅ। ତାପରେ ସମୀର କହିଲେ କି ଆରେ ବାପା ତାଙ୍କ ସାଙ୍ଗଙ୍କ ସହିତ ବାହାରକୁ ଯାଇଛନ୍ତି, ପୁରା ଦିନ ଘରେ ରହିକି ବୋର୍ ହୋଇଯାଉଛନ୍ତି, ତେଣୁ ମଝିରେ ମଝିରେ ସେ ବାହାରକୁ ଯାଉଛନ୍ତି। ମୁଁ ତାଙ୍କୁ କହିଦେବି। ତୁ ଗୋଟିଏ କଥା କହ ଯେ ଯଦି ମୁଁ ଏକୁଟିଆ ଯାଏ ତାହେଲେ ଚଳିବ କି? କଥା କ'ଣ କି ବାପାଙ୍କର ଏବେ ବୟସ ହୋଇଗଲାଣି, ତେଣୁ ଏତେ ବାଟର ଯାତ୍ରାରେ ସେ ଥକିଯିବେ। ସେଠୁ ସୀମା କହିଲେ କି ଭାଇ ପଲିସି ବାପାଙ୍କ ନାଁରେ ଅଛି, ତେଣୁ ତାଙ୍କର ଦସ୍ତଖତ ତ ନିହାତି ଦରକାର। ହେଲେ ଯେହେତୁ ନୋମିନି ତମକୁ ରଖିଛନ୍ତି, ତେଣୁ ତାଙ୍କ ଅଫିସରେ ପଚାରୁଛି କି ଖାଲି ତମେ ଆସି ଦସ୍ତଖତ କରିଦେଲେ ହେବ କି ନା? ସମୀର କହିଲେ କି ସୀମା ତୋ ଭାଉଜ ଓ ମୁଁ ଆସିବୁ। ସୀମା କହିଲେ କି ଭାଉଜ ଆସିଲେ ବାପାଙ୍କର କିଏ ଯତ୍ନ ନେବ? ସମୀର କହିଲେ କି ବାପାଙ୍କ ଦାୟିତ୍ୱ ନେବା ପାଇଁ ଜଣେ ଲୋକ ଅଛି, ତେଣୁ କିଛି ଅସୁବିଧା ନାହିଁ। ସେଠୁ ସୀମା କହିଲେ କି ହଉ ଠିକ୍ ଅଛି, ଆସ ସମସ୍ତେ, ଭଲ ହେବ। ଫୋନ୍ ରଖିବା ପରେ ସୀମା କହିଲେ କି ନିର୍ଲଜ ଲୋକ କେଜାଣି, ମିଛ କହି ଟଙ୍କା ହାତେଇବାକୁ କେମିତି ବ୍ୟଗ୍ର। ହେଉ ଆସ, ମୁଁ ବି ଯଦି ତମକୁ ବୁଦ୍ଧି ନ ଶିଖେଇଛି ତାହେଲେ ମୁଁ ବି ତମ ଭଉଣୀ ନୁହେଁ। ଦିନେ ସୀମା ବାପାଙ୍କୁ ନେଇ ପାର୍କ ଯାଇଥିବା ବେଳେ ବାପାଙ୍କୁ ନିଜ ଫୋନ୍ରେ ପୁରୁଣା ଫଟୋ ଦେଖାଉଥିଲେ, ଆଉ ସେ ଫଟୋ ଗୁଡ଼ିକୁ ଅଜଣା ଲୋକ ପରି ଚାହିଁ ରହିଥିଲେ ଶରତ ବାବୁ। ଏପରିକି ସେ ନିଜ ସ୍ତ୍ରୀଙ୍କୁ ବି ଚିହ୍ନି ପାରୁନଥିଲେ। ହେଲେ ମୋବାଇଲରେ ସ୍କ୍ରଲ୍ କରୁ କରୁ ଯେମିତି ସମୀରଙ୍କର ଫଟୋ ଆସିଲା, ଶରତ ବାବୁଙ୍କ ମୁହଁରେ ଅଜବ ପରିବର୍ତ୍ତନ ଦେଖାଗଲା। ହଠାତ୍ ଚିଲେଇକି କହିଲେ, ଆରେ ଏ ତମ ପରିବାର ଲୋକଙ୍କ ଭିତରେ କ'ଣ କରୁଛି? ଶରତ ବାବୁଙ୍କର ଏପରି ପରିବର୍ତ୍ତନରେ ଚମକି ପଡ଼ି ସୀମା ପଚାରିଲେ କି ବାପା ତମେ କ'ଣ ଜାଣିଛ ୟାଙ୍କୁ? ସେ କ'ଣ କରିଥିଲେ କି? ହେଲେ ଶରତ ବାବୁ କିଛି କହିବା ଆଗରୁ ପଛରୁ ଶୁଭିଲା, ଆରେ ମା ସୀମା, ଝିଅ ତୁ ଏଠି? କେତେ ଦିନ ପରେ ତତେ ଦେଖୁଛି। ଆଉ ଶରତ କେବେ ଆମେରିକାରୁ ଫେରିଲା? ସୀମା କହିଲେ କି ଆରେ ଦିନେଶ ଅଙ୍କଲ, ଆପଣ କେମିତି ଅଛନ୍ତି? ଦିନେଶ ବାବୁ କହିଲେ କି ମୁଁ ଠିକ୍ ଅଛି। ଯେବେଠୁ ଦୂରକୁ ପଳେଇଛି ସମସ୍ତଙ୍କ ସହିତ ସମ୍ପର୍କ କଟିଯାଇଛି। ବୟସ ହୋଇଗଲାଣି, ତେଣୁ ଘରୁ ବାହାରି ପାରୁନି। ଶରତ ସହିତ ସେତେବେଳେ ଦେଖା ହୋଇଥିଲା ଯେତେବେଳେ ସେ ଆମେରିକା ବାହାରୁଥିଲା। ହେଲେ ସେ କେବେ ଫେରିଲା? ଗୋଟିଏ ଫୋନ୍ ତ କରିପାରିଥାନ୍ତା। ଆମେ ପଡ଼ୋଶୀ କମ୍ ସାଙ୍ଗ ଅଧିକ ଥିଲୁ। କିଛି ଦୂର କ'ଣ ପଳେଇଲା, ସବୁ ସମ୍ପର୍କ ହିଁ କାଟିଦେଲା। ସୀମା କହିଲେ କି ଅଙ୍କଲ କ'ଣ କହିବି ଆପଣଙ୍କୁ, ବାପାଙ୍କୁ ଏବେ କିଛି ବି ମନେ ନାହିଁ। ଆପଣ ବିଶ୍ୱାସ କରିବେନି, ମୋ ବାପାଙ୍କୁ କେଉଁ ହାଲତରେ ଦେଖିଥିଲି। ଆମର ବହୁ ଚେଷ୍ଟା ପରେ ଅମିତଙ୍କ ବଦଳି ଏ ସହରକୁ ହୋଇଛି। ମୋ ଶାଶୁ ଶ୍ୱଶୁରଙ୍କ ବି ଆମ ଛଡ଼ା ଆଉ କେହି ନାହାନ୍ତି। ଆଉ ମୁଁ ଭାବୁଥିଲି କି ବାପା ତ ଭାଇ ସହିତ ଆମେରିକା ପଳେଇଲେ, ହେଲେ ଏଇ ସହରକୁ ଆସିଗଲେ ପୁରା ପରିବାର ଏକ ହୋଇଯିବ। ଆଉ ଏ ସହରକୁ ଆସିବା ପରେ ରଜ ପାଇଁ ମୁଁ ମନ୍ଦିର ଯାଇଥିଲି। ସେଠାରେ ଗରିବଙ୍କୁ କିଛି ଖାଇବା, କମଳ ଓ କିଛି ଜିନିଷ ଦେଉଥିବା ବେଳେ ବାପାଙ୍କୁ ସେଠାରେ ଭିକାରୀଙ୍କ ଭିତରେ ଦେଖିଲି। ଅଙ୍କଲ ଆପଣ ଭାବନ୍ତୁ ମୋ ଭିତରେ ସେତେବେଳେ କ'ଣ ହେଉଥିବ। ଭାବିଥିଲି ବାପା ଆମେରିକାରେ ଆରାମରେ ଅଛନ୍ତି, କିନ୍ତୁ ବାପାଙ୍କୁ ଏଠାରେ ଆଉ ଏମିତି ହାଲତରେ ଦେଖି ଆପଣ ବି ଜାଣିପାରୁଥିବେ ତାଙ୍କ ସହିତ କ'ଣ ହୋଇଛି। ନା ତ ମୁଁ କହିପାରୁଛି ନା ଭାଇ କିଛି କହୁଛନ୍ତି। ସେଠୁ ଦିନେଶ ବାବୁ କହିଲେ କି ଝିଅ, ଯେତେବେଳେ ତୋ ବାପା ଆମେରିକା ଯିବା କଥା କହିଲା ମୋତେ ଟିକେ ଅଖାଡ଼ୁଆ ଲାଗୁଥିଲା, କାହିଁକି ନା ସମୀର ତ ଭଲରେ କେବେ ବି ତୋ ବାପା ସହିତ କଥା ହେଉନଥିଲା, ଆଉ ସେ ପ୍ରାୟ ତା ଦୁଃଖ ମୋତେ କହୁଥିଲା। ଥରେ ଘରକୁ ଆସି କହିଲା କି ଦିନେଶ ଚା କପି ଦେଲୁ।
ମୁଁ ବୋହୂକୁ କହି ଚା ତିଆରି କରିଦେଲି। ଚା ପିଇବା ପରେ ସେ କିଛି କହିବାକୁ ଚାହୁଁଥିଲା, କିନ୍ତୁ କହିପାରୁନଥିଲା। ମୁଁ ଯେତେବେଳେ ବାଧ୍ୟ କରି ପଚାରିଲି, ସେ କହିଲା କି ଦିନେଶ, ମୋତେ କିଛି ଖାଇବାକୁ ଦେ, ଜୋରରେ ଭୋକ ଲାଗୁଛି। ଆଉ ଏକଥା ସମୀର କି ତା ବୋହୂକୁ କହିବୁନି। କଥା କ'ଣ କି, ସେ ଦୁହେଁ ସକାଳୁ କୁଆଡ଼େ ଯାଇଛନ୍ତି ଯେ ଏବେ ଯାଏଁ ଫେରି ନାହାନ୍ତି। ମୁଁ ଭାବିଲି ମୋ ପାଇଁ ଫ୍ରିଜରେ ଖାଇବା ରଖିକି ଯାଇଛନ୍ତି, କିନ୍ତୁ ଘରେ କିଛି ବି ଖାଇବାକୁ ନାହିଁ। ଜୋରରେ ଭୋକ ଲାଗୁଛି। ମୁଁ ଡାଇବେଟିସ୍ ରୋଗୀ, ବେଶୀ ସମୟ ଯାଏଁ ଭୋକରେ ରହିପାରିବିନି, ଆଉ ପାଖରେ ଟଙ୍କାଟିଏ ବି ନାହିଁ। ଏକଥା ଶୁଣିବା ପରେ ସମୀର ଉପରେ ପ୍ରବଳ ରାଗ ଆସିଥିଲା। ଏମିତି କିଏ କ'ଣ କରିପାରେ କି? ମୁଁ ରୁଟି ଓ ତରକାରୀ ଖାଇବାକୁ ଦେଲି। ଇଏ ତ ଗଲା ସେଦିନର କଥା, ହେଲେ ପ୍ରାୟ ଦିନ ତ ତମ ଘରୁ ପାଟିତୁଣ୍ଡ ଶୁଭେ। ମୋ ପରିବାର ଲୋକ ବି ଶୁଣିଛନ୍ତି। ଥରେ ତ ବିରକ୍ତ ହୋଇ ମୋ ପୁଅ ପୋଲିସକୁ ଡାକିଦେଲା। ହେଲେ ଆମେ କ'ଣ ଜାଣିଥିଲୁ କି ଏହି କାରଣରୁ ସେ ମୋଠାରୁ ଦୂରେଇ ଚାଲିଯିବ ବୋଲି? ପୋଲିସ ତ ପଳେଇଲା, ହେଲେ ଶରତ ପୁରା ବଦଳିଗଲା। ଆଉ ମୋ ସହିତ କଥା ବି ହେଲାନି କି ଘରକୁ ଆସିଲାନି। ଏମିତି କିଛି ଦିନ ପରେ ହଠାତ୍ ଦିନେ ମୋ ପାଖକୁ ଆସି କହିଲା କି ମୁଁ ପୁଅ ସହିତ ଆମେରିକା ଯାଉଛି। ଆରେ, ମୁଁ ମୋ ପୁଅକୁ ଭୁଲ ବୁଝିଥିଲି। ହଉ ସାଙ୍ଗ, ମୁଁ ଯାଉଛି। କେଜାଣି ଆଉ କେବେ ଭଗବାନ ତୋ ସହିତ ମୋତେ ମିଶେଇବେ କି ନା। ତାର ଏ କଥାରେ ମୋର ମନ ଦୁଃଖ ହୋଇଗଲା। ଆଉ ମନ ଠିକ୍ କରି କହିଲି କି ଠିକ୍ ଅଛି ସାଙ୍ଗ, ଭଲ ହେଲା କି ତୋ ପୁଅ ବି ଭଲ ହୋଇଗଲା। ତା ପରଦିନ ମୋ ଆଖି ଆଗରେ ତାଲା ମାରି ସେମାନେ ପଳେଇଲେ। ଆଉ କିଛି ଦିନ ପରେ ଆମେ ବି ନୂଆ ଘରକୁ ସିଫ୍ଟ ହୋଇଗଲୁ। ଆଉ ତାପରେ ଆଜି ଦେଖା ହେଉଛି। ସେଠୁ ସୀମା କହିଲେ କି ଏତେ ସବୁ ହୋଇଯାଇଛି, ହେଲେ ମୁଁ କିଛି ବି ଜାଣିନି। ଏବେ ମୁଁ ନିଶ୍ଚିନ୍ତ ଯେ ଭାଇ ନିଶ୍ଚୟ କିଛି ପ୍ଲାନ୍ କରି ଏସବୁ କରିଛନ୍ତି। ହଁ ଝିଅ, ମୁଁ ତାକୁ ବାରମ୍ବାର କହିଛି କି ମୋତେ ସବୁ କହ ବୋଲି, କିନ୍ତୁ ସେ କୁହେ କି ଆଉ କେତେ ଦିନ ବଞ୍ଚିବି ଯେ, କାହିଁକି ପୁଅକୁ ହଇରାଣ କରିବି। ସେଠୁ ସୀମା କହିଲେ କି ଅଙ୍କଲ, ଯଦି ପ୍ରଥମରୁ ମୁଁ କଥା ଜାଣିପାରିଥାନ୍ତି। ସେଠୁ ଦିନେଶ ବାବୁ କହିଲେ କି ଝିଅ, ଯଦି କିଛି ସାହାଯ୍ୟ ଦରକାର ତାହେଲେ କହିବୁ। ମୋ ସାଙ୍ଗ କେତେ ହସ୍କୁରା ଥିଲା। ବିଚାର ସହିତ ଏମିତି କ'ଣ ହେଲା ଯେ ତାର ଏମିତି ହାଲତ ହୋଇଗଲା। ଏହାପରେ ଦିନେଶ ବାବୁ ସେଇଠାରୁ ପଳେଇଲେ। ସୀମା ଶରତ ବାବୁଙ୍କୁ ନେଇ ଘରକୁ ପଳେଇ ଆସିଲେ। ଘରେ ସମୀରଙ୍କ ଫଟୋ ଦେଖାଇ ପଚାରିଲେ କି କ'ଣ ତମେ ୟାଙ୍କୁ ଜାଣିଛ? କିନ୍ତୁ ଶରତ ବାବୁଙ୍କର କିଛି ମନେ ପଡ଼ୁନଥିଲା। ଦିନ ବିତିବାରେ ଲାଗିଲା। ଦିନେ ସମୀର ଆସି ପହଞ୍ଚିଲେ। ସମୀର ଆସିବା ଆଗରୁ ଶରତ ବାବୁଙ୍କୁ ଅନ୍ୟ ଜାଗାରେ ଲୁଚାଇ ଦେଇଥିଲେ ଝିଅ ଜ୍ୱାଇଁ। ସମୀର ପଚାରିଲେ କି ସୀମା, କେତେବେଳେ ଯିବା ଇନ୍ସୁରାନ୍ସ ଅଫିସକୁ? ସୀମା କହିଲେ କି ଭାଇ, ତମେ ଏବେ ଆସିଛ, ଖାଇ ପିଇ ରେଷ୍ଟ ନିଅ, ଟିକେ ଭଲରେ କଥା ହୁଅ। ସେଠୁ ସମୀର କହିଲେ ଆରେ ନାଇଁ ନାଇଁ, କିଛି ଅସୁବିଧା ନାହିଁ ଯେ ବାପାଙ୍କ ପାଇଁ ତରତର ହେଉଛି, ତାଙ୍କୁ ଏକୁଟିଆ ଛାଡ଼ିକି ଆସିଛି ନା। ସୀମା କହିଲେ କି ଠିକ୍ କହିଲ ଭାଇ, ଥରେ ତ ଫୋନ୍ କର ତାଙ୍କୁ। ଗୋଟେ କାମ କର, ଭିଡ଼ିଓ କଲ୍ କରିଦିଅ। ସାଙ୍ଗେ ସାଙ୍ଗେ ସମୀର କହିଲେ କି ନାଇଁ ନାଇଁ, ଏବେ ବାପାଙ୍କର ଔଷଧ ଖାଇକି ଶୋଇବାର ସମୟ। କିଛି ସମୟ ଆଗରୁ ତାଙ୍କ କେୟାର ଟେକର ସହିତ କଥା ହେଇଥିଲି। ସେ କହିଲା କି ବାପା ଏବେ ଶୋଇଛନ୍ତି, ଉଠିଲେ କଥା କରେଇଦେବି। ସେଠୁ ଟିକେ ମୁରୁକି ହସି ଦେଇ ସୀମା କହିଲେ କି ଠିକ୍ ଅଛି, ତମେ ନହେଲ ନାଇଁ, ମୁଁ ତମକୁ ବାପାଙ୍କ ସହିତ ଭେଟେଇ ଦେଉଛି। ସୀମା କହୁ କହୁ ପଛପଟରୁ ଅମିତ ଶରତ ବାବୁଙ୍କୁ ନେଇକି ଆସିଲେ। ଦେଖିକି ତ ଯେମିତି ସମୀର ଓ ତାଙ୍କ ସ୍ତ୍ରୀ ଚମକି ପଡ଼ିଲେ। ଆଖି ବଡ଼ ବଡ଼ ହୋଇଗଲା। ସୀମା କହିଲେ କି କ'ଣ ହେଲା ଭାଇ, ଚମକି ପଡ଼ିଲ କାହିଁକି? ତମ ଦୁହିଁଙ୍କୁ କ'ଣ ଲାଗିଥିଲା? ତମେମାନେ ଏତେ ବଡ଼ କାଣ୍ଡ କରିକି ବଞ୍ଚିଯିବ? ଆରେ ପୋଲିସ ତ ବାସ୍ ବାହାନା ଥିଲା ତମମାନଙ୍କୁ ଏଠାକୁ ଡାକିବା ପାଇଁ। ପ୍ରକୃତରେ ତମମାନଙ୍କ କାଣ୍ଡ କାରଖାନା ବାପା ମୋତେ ଆଗରୁ କହିଦେଇଥିଲେ। ଏବେ ତମେମାନେ ଆମେରିକା ନୁହଁ, ଜେଲ୍ ଯିବ। ସମୀର କହିଲେ କି ବାପା ତତେ ଏସବୁ କହିଛନ୍ତି? ତାଙ୍କର ସ୍ମରଣ ଶକ୍ତି ପଳେଇଥିଲା, ଆଉ ସେ କେମିତି ତତେ ଏସବୁ କହିଲେ? ସମୀର ହଡ଼ବଡ଼େଇ ଯାଇ କହିଦେଲେ। ସେଠୁ ସୀମା ହସି ଦେଇ କହିଲେ କି ଚାଲ, ଭଲ ହେଲା ତମେ ତମ ମୁହଁରେ କହିଦେଲ। ଏବେ ସବୁ ସତ କଥା କୁହ, ନହେଲେ ଏମିତି ପ୍ରମାଣ ଅଛି ମୋ ପାଖରେ ଯେ ଜେଲ୍ ଯିବା ପାଇଁ ଯଥେଷ୍ଟ। ସମୀରଙ୍କ ପାଖରେ ଆଉ କିଛି ବି ଚାରା ନଥିଲା। ବାଧ୍ୟ ହୋଇ ସେ ସବୁ ସତ ଓଗାଳିବାରେ ଲାଗିଲେ। କହିଲେ କି ସୀମା, ବାପାଙ୍କୁ ମୁଁ ମୋ ବୋଝ ବୋଲି ଭାବି ଦେଇଥିଲି, ଆଉ ସବୁବେଳେ ଭାବୁଥିଲି କି ତାଙ୍କ ପିଛା କେମିତି ଛଡ଼େଇବି। ତେଣୁ ତାଙ୍କୁ ନ ଜଣେଇ ଆମେରିକା ଯିବା ପାଇଁ ଚାହୁଁଥିଲି। କିନ୍ତୁ କେଜାଣି ବାପା ଏକଥା କେମିତି ଜାଣିଦେଲେ?
ଆଉ ସେ ଏ ଘରକୁ ବିକିବାକୁ ହିଁ ଦେଉନଥିଲେ। ସେ ତ ଭାବୁଥିଲେ କି ମୋ ସହିତ ବି ଆମେରିକା ଯିବେ। ଯେତେବେଳେ ମୁଁ ଅତିଷ୍ଠ ହୋଇଗଲି, ମୋ ମୁଣ୍ଡକୁ ଗୋଟିଏ ଆଇଡିଆ ଆସିଲା। ଭାଉଜ ଗୋଟିଏ ଛୁରୀ ନେଇ ବାପାଙ୍କ ସାମ୍ନାରେ କହିଲା କି, ବାପା ଏ କାଗଜରେ ଦସ୍ତଖତ କର, ନହେଲେ ମୁଁ ହାତ କାଟିଦେବି। ମୁଁ ନାଟକ କରି ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କଲି। ବାପାଙ୍କୁ ଲାଗିଲା କି ଭାଉଜ ସତରେ ସେମିତି କରିଦେବ। ସେ ପୁରା ଡରିଯାଇ ସେ କାଗଜରେ ଦସ୍ତଖତ କରିଦେଲେ। ତାପରେ ବି ଭାଉଜ ତା ହାତ କାଟିଦେଲା, ଆଉ ରକ୍ତ ବୋହିବାରେ ଲାଗିଲା। ହେଲେ ସେଇଟା ଟମାଟୋ ରସ ଥିଲା। ଆଉ କାଟିଦେବା ପରେ ତଳେ ପଡ଼ିଯିବାର ବାହାନା ବି କଲା। ସେ ବାହାନା ଏଥିପାଇଁ କଲା କି ବାପା ଯେମିତି ଆମ ସହିତ ଆମେରିକା ଯିବେନି। ବାପା ବି ଟମାଟୋ ରସକୁ ସତ ରକ୍ତ ବୋଲି ଭାବିନେଲେ, ଆଉ ଡରରେ ସେ ବି ବେହୋସ ହୋଇଗଲେ। ତାଙ୍କୁ ଏତେ ଶକ୍ତ ଧକ୍କା ଲାଗିଥିଲା ଯେ ହୋସ୍ ଆସିବା ପରେ ସେ ବାଉଳି ଚାଉଳି ହେଲେ, ପୁଣି ବେହୋସ ହୋଇଗଲେ। ଆଉ ଯେତେବେଳେ ଡାକ୍ତରଖାନା ନେଲି, ଡାକ୍ତର କହିଲେ ଯେ କିଛି କାରଣରୁ ଡରରେ ତାଙ୍କର ସ୍ମୃତି ଶକ୍ତି ଚାଲିଯାଇଛି। ଏଇଟା ଆମ ପାଇଁ ମୌକା ଥିଲା। ଆମ ବ୍ୟତୀତ କିଏ ବି ଜାଣିନଥିଲେ କି ଆମେ ଆମେରିକା ପଳେଇବୁ ବୋଲି। ବାପାଙ୍କୁ ଆମ ସାଥିରେ ନେଇଗଲୁ, ହେଲେ ଅଧା ରାସ୍ତାରେ ତାଙ୍କୁ ଛାଡ଼ିଦେଇ ଆମେ ପଳେଇଥିଲୁ। ଆମେ ଜାଣିଥିଲୁ କି ବାପା ନା ଏବେ ଆଉ ଘରକୁ ପହଞ୍ଚି ପାରିବେ, ନା ତାଙ୍କ ପରିଚୟ କାହାକୁ ଦେଇପାରିବେ। କିନ୍ତୁ କେଜାଣି ସେ ତତେ କେମିତି ମିଳିଗଲେ। ସବୁ ତ କହିଲୁ, ହେଲେ ଗୋଟିଏ କଥା ଲୁଚେଇଲୁ କାହିଁକି କୁଳାଙ୍ଗାର? ସମସ୍ତଙ୍କ ସାମ୍ନାରେ କହ ତୁ କେମିତି ମୋତେ ବିଷ ଦେଇ ମାରିବାକୁ ଚେଷ୍ଟା କରିଥିଲୁ। ହେଲେ ସେଇଟା ଖାଇ ବିଲେଇ ମରିଗଲା, ଆଉ ମୁଁ ବଞ୍ଚିଗଲି। ଏକଥା ଶୁଣି ସମସ୍ତେ ଚମକି ପଡ଼ିଲେ, କାରଣ ପଛରେ ଛିଡ଼ା ହୋଇ ଶରତ ବାବୁ ଏଇ କଥା କହୁଥିଲେ। ଏବେ ତାଙ୍କର ସ୍ମୃତି ଶକ୍ତି ଫେରି ଆସିଥିଲା। ସୀମା ଖୁସି ହୋଇ ପଚାରିଲେ କି, ବାପା ତମର କ'ଣ ସବୁ ମନେ ପଡ଼ିଗଲା? ଶରତ ବାବୁ କହିଲେ କି, ହଁ ଝିଅ, ଯେତେବେଳେ ସେ କୁଳାଙ୍ଗାର ସବୁ କହୁଥିଲା ଶୁଣିକି ସବୁ ମନେ ପଡ଼ିଗଲା। ମୁଁ ଦେଖୁଥିଲି କି ମୋ ମରିଯାଇଥିବା ବୋହୂ କେମିତି ବଞ୍ଚିଗଲା। ସୀମା କହିଲେ କି, ଭାଇ ତମେ ଏତେ ସବୁ କାଣ୍ଡ କରିଦେଲ, ଟିକେ ଲାଜ ଲାଗୁନି? ବାପା 1 ବର୍ଷ ରାସ୍ତାରେ କେତେ କଷ୍ଟରେ ବଞ୍ଚିଥିବେ, ଆଉ ଏମିତିରେ ତାଙ୍କ ଜୀବନ ବି ବିତି ଯାଇଥାନ୍ତା। ଆଉ ସେତେବେଳେ ବି ତମେ କହିଦେଇଥାନ୍ତ କି ବାପାଙ୍କ ଅନ୍ତିମ ସଂସ୍କାର କରିଦେଇଛି ବୋଲି। ଆଉ ଏତେ ଦିନ ହେଲା ତମେ ଯେଉଁ ବାପାଙ୍କ ସ୍ୱର ଶୁଣାଉଥିଲ, ସେଇଟା କେମିତି କରୁଥିଲ? ସେଠୁ ସମୀର କହିଲେ କି, ବାପାଙ୍କର ଭିନ୍ନ ଭିନ୍ନ ସ୍ୱର ରେକର୍ଡିଂ କରି ରଖିଥିଲି, ଆଉ ସେଗୁଡ଼ିକ ଶୁଣେଇ ଦେଉଥିଲି। ସବୁ ସତ କଥା ଶୁଣିବା ପରେ ସୀମା କହିଲେ କି, ଠିକ୍ ଅଛି ଭାଇ, ଏବେ ତମେ ଦୁହେଁ ଆମେରିକା ନୁହଁ, ମାମୁଁ ଘରକୁ ଯିବ। ଏବେ ପୋଲିସ ଆସୁଛି, ଆଉ ସେମାନେ ତମକୁ ଠିକ୍ ଜାଗାକୁ ନେଇଯିବେ। ଆଉ ପ୍ରମାଣ ପାଇଁ ତମର ସବୁ କଥା ରେକର୍ଡିଂ ହୋଇ ରହିଛି। ସୀମାଙ୍କ ଏତିକି କଥାରେ ସମୀର ଓ ତାଙ୍କ ସ୍ତ୍ରୀ ସୀମାଙ୍କର ଗୋଡ଼ ତଳେ ପଡ଼ିଗଲେ। କହିଲେ, ଆମକୁ କ୍ଷମା କରିଦେ। ବାପା ତମେ ଟିକେ ସୀମାକୁ କୁହ, ବଡ଼ କଷ୍ଟରେ ଆମେ ଆମେରିକା ଯାଇଛୁ, ସବୁ ନଷ୍ଟ ହୋଇଯିବ। ସେଠୁ ଶରତ ବାବୁ ସମୀରକୁ ଏକ ଜୋରଦାର ଚାପଡ଼ା ମାରି କହିଲେ କି, ଏବେ କାହିଁକି କ୍ଷମା ମାଗୁଛୁ? ଯା, ଜେଲରେ ଆଉ କିଛି ପ୍ଲାନ୍ କରିବୁ। ପୁଅ, ଭଗବାନଙ୍କ ଲାଠିରେ ଶବ୍ଦ ନଥାଏ। ତାପରେ ପୋଲିସ ଆସି ସମୀର ଓ ତାଙ୍କ ସ୍ତ୍ରୀଙ୍କୁ ନେଇଗଲେ। ସୀମା ବାପାଙ୍କୁ କୁଣ୍ଢେଇ ପକେଇଲେ, କହିଲେ, ବାପା ଆଜି ମୁଁ ବହୁତ ଖୁସି କି ତମେ ଭଲ ହୋଇଗଲ। ଦେଖ ତମକୁ ଭେଟିବା ପାଇଁ କିଏ ଆସିଛନ୍ତି। ଶରତ ବାବୁ କବାଟ ଆଡ଼କୁ ଅନେଇବାରୁ ଦିନେଶ ବାବୁଙ୍କୁ ଦେଖିପାରିଲେ। କବାଟ ଆଡ଼କୁ ଦୌଡ଼ି ଯାଇ ନିଜ ସାଙ୍ଗକୁ ଚାପୁଡ଼ି ଧରିଲେ। ଦିନେଶ ବାବୁ କହିଲେ କି, ଆରେ ପାଗଳ, ଏବେ କ'ଣ ମୋ କଥା ମନେ ପଡ଼ିଲା? ଶରତ ବାବୁ ହସି ଦେଇ ମୁଣ୍ଡ ହଲେଇ କହିଲେ କି, ତତେ କେମିତି ଭୁଲି ପାରିବି? ଦିନେଶ ବାବୁ କହିଲେ କି, ମୋତେ ଗୋଟିଏ କଥା କହ କି ତୁ ତ ବଡ଼ ଖୁସି ଥିଲୁ ଆମେରିକା ଯିବୁ ବୋଲି, ଆଉ ଜମା ବି ଲାଗୁନଥିଲା କି ସମୀର ତତେ ଯିବା ପାଇଁ ବାଧ୍ୟ କରୁଥିଲା ବୋଲି। ସେଠୁ ଶରତ ବାବୁ କହିଲେ କି, ହଁ, କିଛି ଦିନ ଯାଏଁ ତ ଦୁହେଁ ଚିକଣିଆ କଥା କହୁଥିଲେ। ମୁଁ ପରେ ଜାଣିପାରିଲି କି ସେମାନେ ଏ ଘରକୁ ବିକ୍ରି କରିକି ମୋତେ ଜୀବନରୁ ମାରିଦେବା ପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି। ତାପରେ ମୁଁ ବିରୋଧ କଲି, କିନ୍ତୁ ଦେଖ ଏସବୁ କ'ଣ ହୋଇଗଲା। ଭଗବାନଙ୍କୁ ଅନେକ ଅନେକ ଧନ୍ୟବାଦ କି ମୋ ଝିଅ ଜ୍ୱାଇଁ ମୋ ପାଖରେ ପହଞ୍ଚିଗଲେ, ନହେଲେ କହିକି କାନ୍ଦି ପକେଇଲେ ଶରତ ବାବୁ। ସେତେବେଳେ ସୀମା କହିଲେ କି, ବାପା ସେତିକି ଥାଉ, ଏବେ ତମର ଖୁସି ମନେଇବା ସମୟ, ପୁରୁଣା କଥା ଭୁଲିଯାଅ। ଏହାପରେ ଶରତ ବାବୁ ନିଜ ଝିଅ ଘରେ ଆରାମରେ ରହିବାକୁ ଲାଗିଲେ। ସମୀର ଓ ତାଙ୍କ ସ୍ତ୍ରୀ କେତେଥର ବାପାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ,
କିନ୍ତୁ ସେମାନଙ୍କୁ ଭିତରକୁ ନ ଛାଡ଼ିବା ପାଇଁ ସୀମା ଚାକରଙ୍କୁ ସଫା ସଫା କହିଦେଇଥିଲେ। ସତ କହିବାକୁ ଗଲେ ପାପର ଘଡ଼ି ଦିନେ ନା ଦିନେ ପୂର୍ଣ୍ଣ ହୋଇଯାଏ। ସେହି କଥା ହିଁ ଘଟିଥିଲା ସମୀର ଓ ତାଙ୍କ ସ୍ତ୍ରୀଙ୍କ ସହିତ। ଆପଣଙ୍କୁ କେମିତି ଲାଗିଲା ଏ କାହାଣୀ? ସମୀରଙ୍କ କାରନାମାକୁ ନେଇ କ'ଣ କହିବେ? ଆଉ ଆଜିର ଜମାନାରେ ଯେଉଁମାନେ ଝିଅ ଚାହୁଁନାହାନ୍ତି ସେମାନଙ୍କ ବିଷୟରେ କମେଣ୍ଟ କରିବେ। ରାଣ ରହିଲା। ଭିଡ଼ିଓକୁ ଲାଇକ୍ ସେୟାର କରିଦେବେ ଆଉ ଆମ ଚ୍ୟାନେଲ ସିକ୍ରେଟ୍ ଷ୍ଟୋରିଜକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିଦେବେ। ଆଉ ହଁ, ଆମ ଫେସବୁକ୍ ପେଜକୁ ବି ଫଲୋ କରିଦେବେ। ଧନ୍ୟବାଦ।